हेलो गाइस जय जगन्नाथ। आज आम हठात काली रात इच्छा है बाहरी पड़लु रात 1:30 बेले तो पूरी बाहरी पड़लु जगह दर्शन करने इच्छा है तो आम आसी पहुँच जाइए पिपिली पाखे पिपिली गेट पाखे ठिया चाहा फा मार्च सब तो आम ठिया तो आम ये गेट पर सब पलि आसी ये बसचु आम गाड़ी ठेके दे सब गाड़ी भर अधा शुई आम ये बसचु बनाऊ तो आम फ्रेश बाहर पड़ू डायरेक्ट पुर पहुँचू आम पिला सब गाड़ी तो शुई सी बोले चली गला बोधे जना पड़े एपट पथर भी आम पिला शुई उठ उठ आमर ए चाह फा थी पूरा बाहर पलैबू डायरेक्ट जाकि पुर पहुँचू तो गाइज आम आसी पहुंच जाइछु चंद्रभागा तो एबे आसी जस्ट पहुंचलु पहुंचिकी आमर पिला सब पलैले आम 3 जन चलचु तो जी समुद्र पाखक पूरा आम गाँवली गेट पर आईचु पूरा प्लानिंग गला रात 11:30 बेले गोटे बेले गाड़ी आसला बसिलु आइलु किसी टेंशन ना चलतु देखा तो सांग मैंने आम समुद्र पाक आसगलु समुद्र पाक आसगलु तो देखु कौड़ा लहड़ा हो सी बीच लहड़ा देखते आज देख चंद्रभागार लहड़ा किंतु सूर्य आमर उदय हेले पुणी पड़े आम टे आसवा लेट है जस्ट लेट है तो देखु आम सब चलचु आम पिला सब पचर आसला तो समस्ते आमर ये आसिकी ठिया देखा सूर्य उदय चलो टे जा समुद्र पाखक तो देखी पार्थे के भल लगुच जगह सकाल सकाल पवन हो पूरा देह को बाहर बढ़िया मजा लगुच एबे तो आम गाधेबू ना गाधेबू जाकि पुरी खाली बुलाबुली कर पलैब हाथी आस देख संघ टोका गाँव पूरा हिरो सी टिका तार आगुतरा पलैं तो देखु गाइज कौ भाया जगह समुद्र पाखरे आम तो देखो समुद्र चंद्रभागा सी बीच देखो आम पिला मान सब लगी पड़ते समुद्र पाख ठिया ओदा हबार मुझे भितर पलैया ओदा जा कहीं लहड़ा मु आस लहड़ा पलैला ना ना भितर बेस ना 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 मत पेल दे मैं उदा गली से चलो किसी कथा नहीं पाटर भाषा सेपट से गाड़ी चलो आम पिला सब लगी पड़े फटो उठार फटो फटो उठे आम ये बाहर जीवु आ कि समय पर पुरी तो पुरी आपण मन सब देखी आपण मन जगन्नाथ पाखे दर्शन करने आपण सब किसी देखी देखु आम बाबुआना आसिक तार कंकड़ा करुच्ची गात खोलिकी कंकड़ा काटुची कईटा कंकड़ा धरलु 6टा कंकड़ा कर धरले कि कंकड़ा फंकड़ा किसी ना मन हो गात खोलुची गात खोल मुति माति जी जहाँ कर चल टे बुले आसा सब तो आम फटो उठा सरबनी आज तो सब स्टार सब आउ खोजले कौटी पाइब सब आसी समुद्र पाखर फटो उठे ये तो चलती देख राति सारा शुई आसला उठला
ଫଟୋ ଫଟୋ ଉଠା ଚାଲିଛି, ତାପରେ ଫଟୋ ଉଠା ସରିଯିବ, ତାପରେ ଆମେ ବାହାରିବୁ। କାହିଁକି ଆମେ ଆସିଥିଲୁ ସୂର୍ଯ୍ୟ ଉଦୟ ଦେଖିବାକୁ, ଏଯାଏ ବି ସୂର୍ଯ୍ୟ ଭଲସେ ଉଦୟ ହେଇପାରେ। ଅଧା ଦେଖିଲୁ, ତାପରେ ସୂର୍ଯ୍ୟ ତାଙ୍କ କୁଆଡେ ପଳେଇଲେ, ଆମେ ଆମର ଠିଆ ହେଇଛୁ ଆଉ ସମୁଦ୍ର ସାଙ୍ଗରେ ଟିକେ କଥାବାର୍ତ୍ତା ହଉଛୁ। ତ ଦେଖ ଟିକକା ପୋଜ ପୁରା ଅଲଗା। କ୍ୟାମେରାମ୍ୟାନ ଆଉ ଦେଖାଦବ ଆଉ ସବୁ ପୋଜ ଦବ ମାନେ ସି ବିଚ୍ ରେ ଦେଖିପାରୁଥିବେ ସମସ୍ତେ ଠିଆ ହେଇଯାଉଛନ୍ତି ସୂର୍ଯ୍ୟ ଉଦୟ ଦେଖିବା ପାଇଁ, କିନ୍ତୁ ସୂର୍ଯ୍ୟ ଉଦୟ ହେଇନାହାନ୍ତି। ତ ଥୋଡା ଥୋଡା ବାହାରକୁ ଆଇଥିଲେ ପୁଣି ଭିତରକୁ ପଳେଇଲେ। ତ ଆମର ସବୁ ପିଲା ଆଜି ଫଟୋ ଫଟୋ ଉଠା ଚଲେଇଛନ୍ତି। କକା ଆମର ବାନ୍ତି ଫାନ୍ତି କରିଥିଲେ, ତାପରେ ସେ ଉଠିକି ଆଇଲେ ଆଉ ଉଠିକି ଆସିକି ଏବେ ପାଣି ଟିକେ ନେଇ ଆସି ପିଉଛନ୍ତି। କକା ପାଣି ଟିକେ ଦବ ପିଇବା, ପୁରା ଚିଲ୍ ପାଣି ଆଣିକି ପିଉଛନ୍ତି। ଆମେ ଟିକେ ପିଇଦବା, ଟିକେ ଖୋଲି ଦଉନା ରହିଥା ମୁଁ ଟିକେ ପିଇଦେ ପାଣି। ଶାନ୍ତି ଲାଗୁଛି। ତ ତାପରେ ଆମର କକା ବାନ୍ତି କଲେ, ପାଣି ତାର ସେଟା ଢଳା ଢଳି କରି ପାଦରେ ଛିଟା ଛିଟି କରି ପାଣି ଆଉ ପିଇବା ପାଇଁ ସୂର୍ଯ୍ୟ ମୂଳରୁ ବାହାରୁନାହାନ୍ତି, ସେ ସୂର୍ଯ୍ୟ ପୂଜା କରିଦେଲା। ସୂର୍ଯ୍ୟ ଏଟା ଆମେ ଦେଖିପାରିଲା ଦେଖୁଛୁ ବାହାରିଲେ ଟିକେ କ୍ୟାମେରା ତ ଦେଖାଯାଉଥିବ। ତ ଆମର ବାବୁଆଣ ଯାଇ ସେଠି ଗାତ ଖୋଳାଖୋଳି କରି ସିଏ ତାର ଚଲେଇଛି ଘଣ୍ଟା ପାଇଁ। ସମସ୍ତେ ଅପେକ୍ଷା କରିଥିଲେ ସୂର୍ଯ୍ୟ ବାହାରୁଛନ୍ତି ଏବେ। ଲୋକମାନେ ସବୁ ଠିଆ ହେଇଛନ୍ତି ଆସି ସମୁଦ୍ର ପାଖରେ। ତ ଆମେ ଆସିଲା ବେଳକୁ ବହୁତ ଲୋକ ଆସିସାରିଲେଣି। ତ ଆସିକି ରାତି ଥିବ ଆସିକି ସମସ୍ତେ ପହଞ୍ଚିଗଲେଣି, କାହିଁକିନା ମୁଁ ପୂର୍ବ ଥର ଆସିଥିଲା ବେଳକୁ ଆମେ ଆସିଥିଲୁ 7:30ରେ ପହଞ୍ଚିଲୁ, ତା ଆଗରୁ ବହୁତ ଲୋକ ଆସିକି ପହଞ୍ଚିଲେ। ତ ହାତୀ ଆମର ପୁରା ଚଷମା ଫଷମା ଲଗେଇକି ପୁରା ହିରୋ ଭଳିଆ ବୁଲୁଛି। ମୁଁ ବି ଟିକେ ଚଷମା ଲଗେଇବି ନା, ଆଉ ନ ଲଗେଇଲେ ହବ। ଆଉ ଟିକେ ପାଣି ଦବୁ। ଆମେ ଆପରେ ଯିବୁ ସିଧା ପୁରୀ। ଆମର ବୁଲାବୁଲି ସରିଗଲା ଚନ୍ଦ୍ରଭାଗାର, ଆମେ ଏବେ ବାହାରି ପଡିଲୁ ଗାଡି ପାଖକୁ ଯିବାକୁ। ତ ତାପରେ ଆମେ ପୁରୀ ଯିବୁ ଆଉ। ଚାଲନ୍ତୁ ଯିବା ଗାଡିକି। ତ କକାର ମୋର ଚାଲିଲୁ ଆଗେ ଆଗେ, ସେ ତାଙ୍କର ଆସିବେ କେତେ ଆଉ। ତ ଆଜି ଆମେ ଆସି ଗାଡି ପାଖରେ ପହଞ୍ଚିଗଲୁ, ଏବେ ଯିବୁ କୋଣାର୍କ, ପୁଣି ରିଟର୍ନ ପଛକୁ ଯିବାକୁ ପଡିବ। ତ ଚାଲନ୍ତୁ ଯିବା କୋଣାର୍କ। ମୁଁ ବସି ପଡିଲି ମୋ ଗାଡିରେ। ଆରେ ବାଲି ହେଇଛି ପଶି ଯାଉଛି ଏଗୁଡା। କଣ ଟିସୁ ପେପର ରଖିଛୁ? ଟିସୁ ପେପର ରଖିଛୁ? ହଉ ଆମେ ରହିଲୁ ଆଉ। ଗାଇଜ ଆମେ ଆସି ପହଞ୍ଚି ଯାଇଛୁ ଏବେ କୋଣାର୍କରେ। କୋଣାର୍କରେ ପହଞ୍ଚି ଗାଡି ଓହ୍ଲେଇ ବାହାରିବୁ ଏବେ ଭିତରକୁ ଯିବା ପାଇଁ। ତ ସବୁ ପିଲା ଓହ୍ଲେଇ ସାରିଲେଣି। ଇଏ ତାର ହାଫ ପ୍ୟାଣ୍ଟ ପିନ୍ଧି ହେଲା, ଫୁଲ ପ୍ୟାଣ୍ଟ ପିନ୍ଧୁଛି ଆଉ କଣ ପ୍ୟାଣ୍ଟ ଟା ପିନ୍ଧୁଛୁ କଣ? ତାପରେ ଆମେ ଯାଉଛୁ ଭିତରକୁ। ଆସ ଆସୁନା। ଆମ ପିଲା ସବୁ ଥକି ପଡିଲେଣି ରାତିରେ ଗାଡିରେ ବସି ବସି। ତାଙ୍କୁ ଖାଲି ଖୋଜୁଛନ୍ତି ଟିକେ ଖାଇବେ, ଏବେ ତ ଖାଇ ହବ ନା ଆଉ। ଆସୁନୁ ହାପି ଭଲ ପିଲାଟା। ତ ଆମେ ଏବେ ଯିବା ଭିତରକୁ ଟିକେ ବୁଲି ଆସିବା। ଆମର ଏଠି ସେଲ୍ଫି ଷ୍ଟିକ୍ ବିକା ହେଲା, ମତେ କହୁଥିଲେ ମୁଁ ନେଲି ନା। କାହିଁକିନା ଗୋଟେ ନେଇଛନ୍ତି ଆରଥର ତ ଦେଖନ୍ତୁ ଆମର କୋଣାର୍କ ମନ୍ଦିର। ଏଥର ଏଠି କଲର ଦେବାକୁ ଆସିଛି। ଦେଖନ୍ତୁ ପୁରା ଜାଗା ପୁରା ଅଲଗା ପ୍ରକାର। ଆକୁ ଲଗେଇ ମୁଁ ଦିଥର ହେଲା, ମୋର 2026ର ଦିଥର ହେଲା। ଆଉ ତ କେବେ ଆସିନଥିଲି। ଆମେ ଚାଲିଛୁ ଏବେ 3 ଜଣ ଚାଲୁଛୁ, ଆଉ ସମସ୍ତେ ପଛରେ ଆଉଛନ୍ତି ଆଉ। ତ ଚାଲନ୍ତୁ। ସମୁଦ୍ର କୋଉଠି ଲାଗିଥିଲା? ସମୁଦ୍ର ଥିଲା କୋଣାର୍କ ପଛପଟୁ, ଧରମା ସେଇଠୁ ଦେଇ ପଡିଥିଲା। ଆଚ୍ଛା ଏତେ ପାଲା ହେଇଛି ଆମେ କଣ ଜାଣିଛୁ? ଜନ୍ମ ହେଇଥିଲୁ ଜାଣିଥାନ୍ତୁ। ବହିରେ ଯାହା ଟିକେ ପଢିଥିଲୁ ଆଉ, ସାହିତ୍ୟ ବହିରେ ଆଉ। କୋଉ ଶ୍ରେଣୀ? ମନେ ନାହିଁ, ପଢିଥିଲେ ମନେ ରହିବ ନା ଆଉ। ଯାହା ଧରମା ଭାଇରାଲ ହେଇଗଲା ମୁଣ୍ଡି ମାରି। ଆମେ ତ କାହାକୁ ଯାହା କଲା ବେଳକୁ ଆମେ ତ ଭାଇରାଲ ହେଇପଡିଲୁ। ପତକା ଖେଞ୍ଚି ପାଇଲା ନା ଆଉ। ସେଇଟା ଯଦି ଖେଞ୍ଚି ଦେଇଥାନ୍ତା, ଧରମା ହେଇଥାନ୍ତେ ପୁରା ମାନେ ମୂର୍ତ୍ତି ବାଗା ହେଇଥାନ୍ତା, ଗୋଟେ ଛୋଟିଆ ଛୁଆ ଏଇଠି ହେଇଥାନ୍ତା। ବିଶ୍ୱାସ କରିବେନି। ତ ଦେଖନ୍ତୁ ସେ ଯୋଉ ଗଛ ଦେଖୁନାହାନ୍ତି, ସମସ୍ତେ ଫଟୋ ଉଠଉଛନ୍ତି। ଆମେ ବି ଦିନେ ସେଇଠି ଫଟୋ ଉଠଉଥିଲୁ, ଆଜି ଉଠେଇବୁନି। ଆମ ପିଲାମାନେ ସବୁ ଆସୁଛନ୍ତି, ତାଙ୍କର ପଛରେ ଚାଲି ପାରୁନାହାନ୍ତି। ଆମେ ତ ପୁରା 3 ଜଣ ପୁରା ଚାଲି ପଳେଇ ଆଇଲୁ ଆଉ। ତ ଟିକେ ବୁଲାବୁଲି ସାରି ଆମେ ପୁରୀ ଯିବୁ। ଏତେବେଳୁ ଭାଇ ଗରମ ଯୋଉ ଭଳିଆ ହେଲାଣି, ମୁଁ ଭାବୁଛି ଆଜି ଦିନ ମାନ ପୁରା ଗାଡିରେ ବସି ହବନି ଯାହା ଲାଗୁଛି।
ମନ୍ଦିର ଠାକୁର ନାହାନ୍ତି। କଣ କହୁଛୁ ତୁ? ଇଏ କହୁଛି ହାପି କହୁଛି କଣ କହିଲେ କୋଣାର୍କ ମନ୍ଦିର ଠାକୁର ଅଛନ୍ତି। ଠାକୁର କୋଉଟା ଜାଣିଛୁ? କଣ କଣ ମୁଁ ଜାଣିନି। କଣ ସୂର୍ଯ୍ୟ ଉଠିକି ପଡନ୍ତି ସେଠି ମୁଁ ଯେତିକି ପ୍ରତିମା ଯୋଉ ଇଏରେ ପାଦ ତଳେ ପଡିବ ପ୍ରଥମ ସୂର୍ଯ୍ୟ ଉଦୟ ହବ ମାନେ ପଡିବ। ଓହୋ ସମସ୍ତେ ଚାଲୁଛନ୍ତି ଆମେ ଚାଲିଛୁ ତାଙ୍କ ପଛରେ। ସୂର୍ଯ୍ୟ ନାରାୟଣଙ୍କୁ ପୂଜା ହେବା ପାଇଁ ହଁ ଏଇ ଛୋଟି ବ୍ୟବହାର ତ ଦେଖିପାରୁଥିବେ ପୁରା ଏଇଠି ଟିକେଟ କାଟିକି ଆମେ ଯିବୁ ଭିତରକୁ। ଟିକେଟ କାଟିବା ନା କଣ କହୁଛ? ଯିବ ନା କଣ ସମସ୍ତଙ୍କୁ କହିବାକୁ ପଡିବ ନା। ମୁଁ ତ ଭିତରକୁ ଯାଇଛି। କୋଉଠି ନା ଏ କୋଣାର୍କ ମନ୍ଦିର ଭିତରକୁ ଟିକେଟ କାଟିକି ଯିବାକୁ ପଡିବ ନା। ଯିବ ଚାଲୁନା ତ ଟିକେଟ କାଟିକି ଆମେ ଭିତରକୁ ପଳେଇବୁ। ଏବେ ଯାଇକି ଟିକେ ବୁଲାବୁଲି ସାରିକି ପଳେଇ ଆସିବୁ ଆଉ। ସବୁ ମିଳିବ ସବୁ ମିଳିବ ଏଇଠି। ଏଠି ବୁଲାବୁଲି ସରିଗଲା। ଭିତରକୁ ଯାଇଥାନ୍ତୁ ଆଉ ଭିତରକୁ ଯିବୁନି ତ ବହୁତ ଜୋର ଗୁଳି ହେଲାଣି। ଆମେ ବାହାରି ପଡିବୁ ଏବେ ପୁରୀ ଡାଇରେକ୍ଟ ପଳେଇବା। ଠାକୁରଙ୍କୁ ଟିକେ ଦର୍ଶନ କରିଦେଇ ମନ ଶାନ୍ତି ହେଇଯିବ। ତ ଚାଲନ୍ତୁ ଦେଖିବା ପୁରୀର କେତେବେଳେ ଆମେ ଠାକୁରଙ୍କୁ ଦର୍ଶନ କରୁଛୁ। ଗାଇଜ ଆମେ ଯାଉଛୁ ଆଜି ପୁରୀ। କୋଣାର୍କରୁ ଏବେ ସୂର୍ଯ୍ୟ ଉଦୟ ଦେଖିଲୁ ତାପରେ ଆମେ ଯାଉଛୁ ଆଉ ପୁରୀ ଯାଉଛୁ ଆଉ। ଆମେ ସବୁ ଏଇଭଳିଆ ଫୁଙ୍ଗୁଳା ଫୁଙ୍ଗୁଳା ହେଇକି ଆଇଛୁ ଆସିକି ବସିଛୁ ସବୁ ଆଉ। ଗରମ ଯୋଉଭଳିଆ ହଉଛି ଆଉ କଣ ଜିନ୍ସ ସାର୍ଟ ପ୍ୟାଣ୍ଟ ପିନ୍ଧିକି ଆଇଥାନ୍ତୁ ନା କଣ। ଦେଖ ସମୁଦ୍ର ଦେଖିଛ ସମୁଦ୍ର ଦେଖିଛ ଦେଖାଯାଉନି ରହିଥାଉ ଟିକେ ଆଗକୁ ଟିକେ ଯାଇ ଦେଖିବ। ଏଇ ଦେଖନ୍ତୁ ସମୁଦ୍ର ସମୁଦ୍ର ଆଉ ଭାବୁଛନ୍ତି ପେଣ୍ଠ। ଏ ଦେଖନ୍ତୁ ଏଇଟା ହେଲା ଝାଉଁ ବଣ ସେପଟେ ସମୁଦ୍ର ଦେଖେଇ ପାରୁନି କାହିଁକିନା ମୋ ମୋବାଇଲରେ ଚାର୍ଜ ଲାଗିଛି ନା। ଦେଖୁନା ମିଛ କହୁଛି ସତ କହୁଛି। ଏ ଦେଖନ୍ତୁ ସମୁଦ୍ର ଦେଖ ସମୁଦ୍ର ତମେ ଜୀବନ ଦେଖିଥିବ। ଭିଡିଓ ହବ ତ ଗାଈ ଦେଖନ୍ତୁ ଏଟା ହେଲା ଚନ୍ଦ୍ରଭାଗା ଲାଗିଛି ପୁରା ପୁରୀ କି। ଯେ ଜାଣିନଥିବେ ମୁଁ ଏଟା ଶୁଣି ଜାଣ। ଏଇଠି ଆମର ରାଜକୁମାର ବ୍ଲଗ ଜାଣିଛ ସେ ଏଇଠି ବ୍ଲଗ ଆରମ୍ଭ କରିକି ଯାଇଥିଲେ। ଆମର ଏଉଠୁ ଆରମ୍ଭ କରିଥିଲେ ଧରମା ଯୋଉନ ଏଇ ରୋଡରୁ ସେ ଚାଲି ଚାଲି ଗଲା ଗାଧେଇଲା ସେଇଠି। ଗାଈ ଆମେ ଆସି ପହଞ୍ଚି ଯାଇଛୁ ଏବେ ମା ରାମଚଣ୍ଡୀଙ୍କ ପୀଠରେ। ତ କୋଣାର୍କରୁ ବାହାରି ଆସି ଆମେ ରାମଚଣ୍ଡୀଙ୍କ ପୀଠରେ ପହଞ୍ଚି ଯାଇଛୁ। ତ ଏଠି ତ ଦେଖିପାରୁଛେ ଆମେ ଏବେ ମନ୍ଦିର ଯାଉଛୁ ଗାଧେଇନୁ ଯେହେତୁ ମନ୍ଦିର ବାହାରୁ ମାଆଙ୍କୁ ଦର୍ଶନ କରି ତାପରେ ଆମେ ବାହାରି ଯିବୁ ପୁରୀ ଆଉ। ତ ମୁଁ ଆସିଛି ମୋ ସାଙ୍ଗରେ ଭାଇ ଆସିଛନ୍ତି ନଳିନୀ ଭାଇ ଆଉ ଟିକ କାହା ପାପନ ଯାଉଛନ୍ତି ଆଗରେ ଆଉ ବି ଆସିନାହାନ୍ତି। ଆମେ ଯାଉଛୁ ଭିତରକୁ ସେପଟେ ପିନ୍ଧିକି ପଳେଇ ଆସ। ଆମେ ଏବେ ମନ୍ଦିର ତ ଆମର ଏଠି ଦେଖିଲେ ତାପରେ ଆମେ ଟିକେ ଆଡ଼କୁ ବୁଲି ଆସିବୁ। ଆସ ବିଚ୍ ଆଡ଼େ ବୁଲି ଆସିବା। ତ ଆମେ ଯିବୁ ଟିକେ ବୁଲି ଆସିବୁ ସେପଟୁ। ଏ ପାପନ ପାପନ ତ ଆମେ ଯାଉଛୁ ଏବେ। ଦେଖିପାରୁଥିବେ ମାଆଙ୍କ ପୀଠ ବହୁତ ସୁନ୍ଦର ଲାଗୁଛି। ତ ଯେହେତୁ ଗରମ ହେଉଛି ମୁଁ ଗଞ୍ଜି ଖଣ୍ଡେ ପିନ୍ଧିକି ପଳେଇ ଆସିଛି। ଚାଲନ୍ତୁ ଯିବା ବିଚ୍ ଆଡ଼େ ଟିକେ ବୁଲି ଆସିବା। ତ ସମସ୍ତେ ଯାଉଛନ୍ତି ଆମେ ଯିବା। ଜାଗା ପୁରା ଅଲଗା। ତ ଆମେ ଏବେ ଯାଉଛୁ ବିଚ୍ ପାଖକୁ। ଦେଖନ୍ତୁ ଗାଇଜ୍ ପୁରା ବିଚ୍ ପୁରା ଅଲଗା ପ୍ରକାର କିଛି ଦେଖାଯାଉଛି। ସମୁଦ୍ର ଏପଟ ନଈ ତ ଗାଇଜ୍ ଏଇଠି ସବୁ ଆସି ରିଲ୍ସ କରନ୍ତି। ମୁଁ କୋଉଠି ସବୁ ରିଲ୍ସ ହେଉଛି ତ ଏଇଠି ସମସ୍ତେ ଆସି ରିଲ୍ସ ଫଟୋ ଭିଡ଼ିଓ ପକାନ୍ତି। ଦେଖନ୍ତୁ ପୁରା ବିଚ୍ ବଢ଼ିଆ ଲାଗୁଛି ସୁନ୍ଦର ଲାଗୁଛି। ବୋଟ୍ ସବୁ ଅଛି ବୋଟିଂ କରିବାକୁ ବି ଅଛି ସୁବିଧା। ତ ଆମେ ତ ବୋଟିଂ କରିବୁନି ଆଉ ତ ଆମର ଏଠି ବୁଲାବୁଲି ସରିଗଲା। ଚାଲୁ ଗାଡ଼ିକି ଏବେ ଆଉ। ଚଲଉନୁ ଗାଡ଼ି।
ପୁରୀ ଆଇଛୁ ଦେଖ ସମୁଦ୍ର ବିଚ୍ ଦେଖ ବିଚ୍ ଏଇ ଗଳିରେ ଯିବୁ ମନ୍ଦିର ବାବୁ ଏଠି ଗୋଟେ ଶୌଚାଳୟ କୋଉଠି ଥବ ଆଗର ହଁ ବା ମୁଁ ଆମେ ଗାଧେଇ ଯାଇଛୁ ଭାଇରୁ କି ଲୋହଡ଼ା ଆଜି ଅଲଗା ପ୍ରକାର ମଜା ଆମର ଭାଇ ମୋର ଆର ଥର ଉଠ ବାଟି ଯାଇଥିଲା ସବୁ ଉଲ୍ଲେଇ ଦେବାକୁ ପଡିବ तो गाइज आम आसी फाइनाली पहुंच जाइछु सी बीच पाखरे पुरी रे तो पहुंची आम टे पलैलु स्वर्गद्वार आड़ को तो आम जा स्वर्गद्वार जा बुला बुली सारी पलि आसलु गाधोवा तो आम चलु समुद्र को गाधोवा समस्ते गले आम दी भाई पछ चलचु तो जा समुद्र आड़े बुला बुली कर गाधोवा तो गाइस देखो कौड़ा लोहड़ा होची तो बहुत जोर से लोहड़ा होची हमर नलिन भाई चलचली पूरा ताकर बैग बैग धरी मु तो बैग आनी गामछा खंड धरी चलची तो देखि पारथिबे अलगा प्रकार लगुची जगह तो देखंतु आज जे जगह पूरा आछी फास्ट आछली एते खास मजा आइतला एते आछी तो बहुत सारा मजा करके ही जीवो तो देखो सी बीच लाइन में केते लोक जानते पुरी तो जो मैंने आसते जानते बेसी कौन कह तो आम पिला आसु आसु कुआडे पड़े आम खोजी पाऊनु खोजा पड़ो टे आगे जा सी बीच साइड बुले भाई आसना तो देखो समस्त गाधा बाधा कर तो आम भी गाधेबू गाधेले हम तो गाधे फाधे जा जगह दर्शन करी बाहर तो आम पिला मानू तो आम पाऊनु पड़े देखो समुद्र गले कड़े तो ब्लॉग ये रखुची पुणी देखा नेक्स्ट ब्लॉग रे तो सीधा जाकि जगह दर्शन सारी जहाँ गाई देखी पारे केत सारा भीड़ समस्त गाधेबार व्यस्त शिवमान ऊपर पड़े तो आम दी भाई ये बुलचु तो टिके बुला बुली सारी सी बीच कूल आम गाधेबार लगी पड़ा आम आसी पहुंच जाइछु सी बीच पाखे पहुंची टिके बुला बुली सारी आम गाधुआ पाधुआ लगी तो देखी पारे केत सारा लोक सब गाधुंट आम भी गाधेबू आ किसी समय वेट करूँ तो आम गाधुआ पाधुआ सारी सीधा पलैबू जगार दर्शन जगार दर्शन कर सारापर आउ कि ना जहाँ खर्च आम आसी पूरा समुद्र गाधे पाधे 1.5 घंटा काल फ्रेश हो बाहरी पड़लु जावाई मंदिर पाखक तो आमर 3 जन पिला रही एपर्तंत आसी पारना से आसले आम जीवु तो आम पूरा गाधे पाधे फ्रेश रही खाली जा मंदिर पाखे पहुँचू जगह दर्शन जी आउ कि ना तो मुझे जगह दर्शन करी आपण मन रखेबी जगह दर्शन सारी पलि आसलु बुलाई तो बहुत समय धरी ठिया जगार दर्शन तो दर्शन सरी दर्शन सारी आसिकी फटो फटो उठार लगिचु तो बहुत खुशी लगला जगह दर्शन करी तो आम एटी फटो फटो उठा सारी बुलाबुली कर बाहर घर को तो देखी पारे केते भीड़ तो आम पिला माने सब पूरा जगह दर्शन कर पूरा उत्साहित होती तो खाली घर जा बाहर तो रही पुणी बंची आज्ञा पुणी आसबे जगह को तो आज ये जगह छाड़ी गला छातीटा कहीं कौड़ा मान धक धक हो तो गला बहुत दुख लगुच आसला बहुत खुशी लगुला तो ये फाइनाली आम बाहर जाऊँ तो पुणी केबे आसबि कौन करी से कथा से जगह ही जानती आउ कहीं नुह तो रही जय जगन्नाथ पुणी देखा नेक्स्ट ब्लॉग रे।